বিভিন্ন সোସିଆଲ ମିଡିଆରେ ଘୁରି ବୁଲୁଛି ଯେ ଚଳିତ 2026 ମସିହା ଫେବୃଆରୀ ମାସ 28 ତାରିଖ ଶନିବାର ଦିନ ହେବ କଳିଯୁଗର ଶେଷ ଦିନ। କିନ୍ତୁ ପ୍ରକୃତ କଥା ହେଲା ଫେବୃଆରୀ 28 ତାରିଖ ଦିନ ଏକ ବିରଳ ମହାଜାଗତିକ ଘଟଣା ଘଟିବ। ସେହିଦିନ ସନ୍ଧ୍ୟା ସମୟରେ 6 ଗ୍ରହ ବୁଧ, ଶୁକ୍ର, ବୃହସ୍ପତି, ଶନି, ନେପଚ୍ୟୁନ ଓ ୟୁରେନସ୍ ପୃଥିବୀ ଆକାଶରେ ଏକ ସରଳ ରେଖାରେ ଏକ ସାଙ୍ଗରେ ଦେଖାଯିବେ ଏବଂ ଖାଲି ଆଖିରେ ବୁଧ, ଶୁକ୍ର, ବୃହସ୍ପତି ଏବଂ ଶନି ମହାଗ୍ରହଙ୍କୁ ଦେଖିହେବ। ଏହି ସବୁ ଗ୍ରହମାନଙ୍କୁ ନିର୍ଗତ ତରଙ୍ଗ ଏକ ସାଙ୍ଗରେ ପୃଥିବୀ ପୃଷ୍ଠ ଉପରେ ପଡ଼ିବ। ଜୟ ଜଗନ୍ନାଥ। ନମସ୍କାର। ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜାଣିବା ଏହି 6 ଗ୍ରହ ବୁଧ, ଶୁକ୍ର, ବୃହସ୍ପତି, ଶନି, ନେପଚ୍ୟୁନ ଓ ୟୁରେନସରୁ ନିର୍ଗତ ଗ୍ରହ ତରଙ୍ଗ ଅଥବା ଗ୍ରହ ଶକ୍ତି ପୃଥିବୀ ପୃଷ୍ଠ ଉପରେ ବିପର୍ଯ୍ୟୟ ଆଣିବ ନା ଆଉ କିଛି ପ୍ରଭାବ ପକାଇବାର ସମ୍ଭାବନା ରହିଅଛି। ସେଦିନ ପୃଥିବୀ ଉପରେ କଳିଯୁଗର ଶେଷ ଦିନ ହେବ ନା ଅନ୍ୟ କିଛି ଅଶୁଭ ପ୍ରଭାବ ଅନୁଭୂତ ହେବ। ବୁଧ ମହାଗ୍ରହଙ୍କ ଠାରୁ ନିର୍ଗତ ଗ୍ରହ ତରଙ୍ଗ ପୃଥିବୀ ପୃଷ୍ଠ ଉପରେ ବଡ଼ ବୌଦ୍ଧିକ ପ୍ରଭାବ ପକାଇବ। ବହୁ ଦିନରୁ ଲୁକାୟିତ ଥିବା ତଥ୍ୟ ଡିଜିଟାଲ ଓ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ହୋଇ ସମଗ୍ର ଦୁନିଆରେ ଚହଳ ସୃଷ୍ଟି କରିବ। ସମଗ୍ର ବିଶ୍ୱରେ ବଡ଼ ଧରଣର ଆର୍ଥିକ ସଂକଟ ଦେଖାଯିବ। ଶୁକ୍ର ମହାଗ୍ରହଙ୍କ ଠାରୁ ନିର୍ଗତ ତରଙ୍ଗ ମନୋରଞ୍ଜନ କ୍ଷେତ୍ର ତଥା ବିଳାସପୂର୍ଣ୍ଣ ଜୀବନ ଉପରେ ପ୍ରଭାବ ପକାଇବ। ବୃହସ୍ପତି ମହାଗ୍ରହଙ୍କ ଠାରୁ ନିର୍ଗତ ଗ୍ରହ ତରଙ୍ଗ ସରକାରୀ ବିଚାରଧାରା, ନ୍ୟାୟ ବିଭାଗ, ଶିକ୍ଷାନୀତି ଓ ଧାର୍ମିକ ଏବଂ ଆଧ୍ୟାତ୍ମିକ ଜଗତକୁ ପ୍ରଭାବିତ କରିବ। ଶନିଙ୍କ ଠାରୁ ନିର୍ଗତ ଗ୍ରହ ତରଙ୍ଗ ବିଶ୍ୱରେ କଳି ଓ ଝଗଡ଼ା ସୃଷ୍ଟି କରିବ। ଦେଶ ଦେଶ ଭିତରେ ଯୁଦ୍ଧର ବିଭୀଷିକା ଲାଗି ରହିବ। ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିବ। ବିଭିନ୍ନ ଦେଶର ଜଳବାୟୁ ଓ ପାଣିପାଗ ଉପରେ ଗଭୀର ଭାବେ ପ୍ରଭାବ ପଡ଼ିବ। ବାକି 2ଟି ଗ୍ରହ ନେପଚ୍ୟୁନ ଓ ୟୁରେନସର ପୃଥିବୀ ପୃଷ୍ଠ ଉପରେ ବିଶେଷ ପ୍ରଭାବ ନଥିବାରୁ ଏହି 2ଟି ଗ୍ରହର ପ୍ରଭାବ ପୃଥିବୀ ଉପରେ ପଡ଼ିବ ନାହିଁ। ତେଣୁ ବିଭିନ୍ନ ସୋସିଆଲ ମିଡିଆରେ ଚାଲିଥିବା ଅପପ୍ରଚାର ଯେ ଫେବୃଆରୀ 28 ତାରିଖ ହେଉଛି କଳିଯୁଗର ଶେଷ ଦିନ ତଥା ଏହି ଦିନ ପୃଥିବୀର ଅନ୍ତ ହେବ, ଏହି କଥାର କୌଣସି ଭିତ୍ତିଭୂମି ବା ଯଥାର୍ଥତା ନାହିଁ। ଜୟ ଜଗନ୍ନାଥ। ଭିଡିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।